ମୋର ଗୋଟେ ସାଙ୍ଗକୁ ପଚାରିଲି, ବେ ତୁ ତ ଡ୍ରିଙ୍କସ୍ କରୁଛୁ, ତ ଡ୍ରିଙ୍କସ୍ର କ'ଣ ମାନେ କ'ଣ କହିଲା ଜାଣନ୍ତି? କହିଲା DRINKS, ଦ୍ୟାଟ୍ ଇଜ୍ କଲ୍ଡ ଡ୍ରିଙ୍କସ୍। ତ ଡିର ଅର୍ଥ ହେଉଛି ଡାଇଜେଷ୍ଟ, ମାନେ ହଜମ। ଯାହା ଦିନ ସାରା ଖାଇଥିବୁ ସବୁ ହଜମ ହେଇଯିବ, ମାନେ ଡାଇଜେଷ୍ଟ ହେଇଯିବ, ଦ୍ୟାଟ୍ ଇଜ୍ କଲ୍ଡ ଡି। ଆର୍ ମାନେ ପୁରା ରିଲାକ୍ସ, ପୁରା ତ ପେଟେଇକି ଶୋଇବୁ ଆଉ, ଫଡ଼ିଆ ଉପରକୁ ଟେକି ଦେଇକି ଶୋଇବୁ, ମଧ୍ୟ ସେକେଣ୍ଡ ପେକ୍ ମାରି ସାରିଲା ପରେ, ଦ୍ୟାଟ୍ ଇଜ୍ କଲ୍ଡ ଆର୍, ମାନେ ରିଲାକ୍ସ। ଥାର୍ଡ଼ ପେକ୍ କ'ଣ? ଥାର୍ଡ଼ ପେକ୍ ହେଉଛି ଆଇ। ଆଇ ମାନେ ଇଣ୍ଟେଲିଜେଣ୍ଟ, ମାନେ ବହୁତ ଚାଲାକ ତୁ। ଯେମିତି ଦୁନିଆର ସବୁ କଥା ତୁ ଏକା ଜାଣିଛୁ। ଥାର୍ଡ଼ ପେକ୍ ମାରି ସାରିଲା ପରେ ଦୁନିଆର ସବୁଠୁ ଇଣ୍ଟେଲିଜେଣ୍ଟ ହେଉଛି ପିଇଥିବା ଲୋକଟା। ତାପରେ ହେଉଛି ଏନ୍। ଏନ୍ର ହେଉଛି ନ୍ୟାଚୁରାଲ୍। ସେଠି ମିଛ ନାହିଁ, ଆଉ ଯାହା ହେବ ସବୁ ନ୍ୟାଚୁରାଲ୍, ଫେକ୍ ନାହିଁ। ଯାହା କହିବ ସତ କହିବ। ମାନେ ଥାର୍ଡ଼ DRIN, ଫୋର୍ଥ ପେକ୍ ବେଳକୁ, 4 ପେକ୍ ବେଳକୁ ସେ ଯାହା କହିବ ସତ କହିବ, ନ୍ୟାଚୁରାଲ୍ କଥା। ତାପରେ କେରେ କିଙ୍ଗ, ସେ ହେଉଛି ରାଜା। ତାଠୁ ଆଉ କେହି ବଡ଼ ନାହାନ୍ତି। ଯେତେ ଶଳା ମଦ ପିଅ, ଜଣେ କେବଳ ହେଉଛି କିଙ୍ଗ, ସେ ହେଉଛି ପିଇଥିବା ଲୋକଟା। ତାମାନେ ଯେତେ ଜଣ ମଦ ପିଇଛନ୍ତି ସବୁ ମନେ ମନେ ଜଣେ ଜଣେ କିଙ୍ଗ, ମାନେ ରାଜା। ତାପରେ ହେଉଛି ଏସ୍। ଏସ୍ରେ କ'ଣ? ସ୍ଲିପ୍। ସବୁ ଦିନ ଯାକର ଯାହା କରିଥିବ, ଯାହା କଲ, ଯେତେ ଥର ରାଜା ହୁଅ, ଯେତେବେଳେ ପୁରା 6 ପେକ୍ ଚଢ଼ିଯିବ, ତାପରେ ପଟାସ୍, ମାନେ ସ୍ଲିପ୍। କ'ଣ ଏଇଟା ଠିକ୍ ନା ଭୁଲ? ଯେଉଁମାନେ ମଦ ପିଉଥିବ ସେଇମାନେ ହିଁ ଜାଣିଛ ମୋ ସାଙ୍ଗ କହିଥିବା ଡ୍ରିଙ୍କସ୍ର ଫୁଲ୍ ଫର୍ମଟା ଠିକ୍ ନା ଭୁଲ। ମୋ ସାଙ୍ଗ ଯାହା କରୁଛନ୍ତି ମୁଁ ଲାଇଭ୍ରେ ଦେଖୁଛି ଆଜ୍ଞା, ସତ କଥା। ମଦ ପିଇବନି, ଦେହ ଖରାପ ହେବ।